ମନୁବାବୁ ଜିନିଷର ଲିଖିତ ମୂଲ୍ୟ ଠାରୁ ଶତକଡ଼ା 20 କମରେ କିଣି ଲିଖିତ ମୂଲ୍ୟ ଠାରୁ ଶତକଡ଼ା 10 ଅଧିକରେ ବିକ୍ରି କଲେ କେତେ ଶତକଡ଼ା ଲାଭ ହେବ? ପିଲେ ଏଠାରେ ଲିଖିତ ମୂଲ୍ୟଟା ହେଉଛି ଗୋଟେ ମଝି ସଂଖ୍ୟା, ଯାହାଠାରୁ କମରେ କିଣିଛି ଯାହାଠାରୁ ଅଧିକରେ ବିକିଛି ତାହା ଦର୍ଶାଯାଇଛି ପ୍ରଶ୍ନରେ। ତାହେଲେ ମନେକର ଲିଖିତ ମୂଲ୍ୟ ସମାନ 100 ଟଙ୍କା। ଯଦି ଶତକଡ଼ା 20 କମରେ କିଣେ ତାହେଲେ କ୍ରୟ ମୂଲ୍ୟ ହେବ 100 ଟଙ୍କାର ଶତକଡ଼ା 20 ହେଉଛି 20 ଟଙ୍କା, 100 ଟଙ୍କାରେ 20 ଟଙ୍କା କମ୍ ଅର୍ଥାତ୍ 80 ଟଙ୍କାରେ କିଣିଛି, କ୍ରୟ ମୂଲ୍ୟ ପାଇଲେ 80 ଟଙ୍କା। ବିକିଲା ବେଳେ ଲିଖିତ ମୂଲ୍ୟ ଠାରୁ ଶତକଡ଼ା 10 ଅଧିକ କରିଛି ଅର୍ଥାତ୍ 100 ଟଙ୍କାର ଶତକଡ଼ା 10 ହେଉଛି 10 ଟଙ୍କା, 100 ଟଙ୍କାର 10 ଟଙ୍କା ଅଧିକରେ ବିକିଛି ଅର୍ଥାତ୍ 110 ଟଙ୍କାରେ ବିକିଛି। ତାହେଲେ କ୍ରୟ ମୂଲ୍ୟ ପାଇଲେ 80 ଟଙ୍କା, ବିକ୍ରୟ ମୂଲ୍ୟ ପାଇଲେ 110 ଟଙ୍କା। ତାହେଲେ ଏଠାରେ ଆମେ ଲାଭ ଦେଖିବା। ଲାଭ ହେଉଛି 30 ଟଙ୍କା। ବିକ୍ରୟ ମୂଲ୍ୟ ଫେଡ଼ାଣ କ୍ରୟ ମୂଲ୍ୟ ହେଉଛି ଲାଭ। ଲାଭ 30 ଟଙ୍କା ହେଲେ ଶତକଡ଼ା ଲାଭ ହେଉଛି ଲାଭ ବିଭକ୍ତ କ୍ରୟ ମୂଲ୍ୟ ଗୁଣନ 100, 30 ବିଭକ୍ତ 80 ଗୁଣନ 100। ଏହାକୁ ଆମେ ଲଘିଷ୍ଠ କଲେ ଉତ୍ତର ପାଇଲେ 75 ବିଭକ୍ତ 2 ବା 37.1 ବିଭକ୍ତ 2 ଶତକଡ଼ା ଲାଭ। ଅପସନ୍ ଏ 37.1 ବିଭକ୍ତ 2 ଶତକଡ଼ା ଉତ୍ତର ହେବ।